One chai, please. କଥାରେ ଅଛି ଧନ୍ଦା କେବେ ଛୋଟ ହୋଇନଥାଏ। ବୋଧେ ଏହି ଉକ୍ତିର ମୂର୍ତ୍ତିମନ୍ତ ଉଦାହରଣ ଡଲି ଚାହାବାଲା। ଦର୍ଶକ ବନ୍ଧୁ, ଯଦି ଆପଣ ସୋସିଆଲ ମିଡିଆର ଜଣେ ଆକ୍ଟିଭ ୟୁଜର ତାହେଲେ ବୋଧେ ଡଲି ଚାହାବାଲାଙ୍କ ପରିଚୟ ଆପଣଙ୍କୁ ଦେବାକୁ ପଡ଼ିବନି। ଯଦି ଆପଣ ତାଙ୍କ ବିଷୟରେ ଜାଣିନାହାନ୍ତି, ଆଜିର ଏହି ଭିଡିଓ ପରେ ଆପଣ ତାଙ୍କୁ ଜାଣିପାରିବେ। ଦର୍ଶକ ବନ୍ଧୁ, ଭାରତରେ ଚାହା ତ ହଜାର ହଜାର ଲୋକ ବନାନ୍ତି, ମାତ୍ର ମହାରାଷ୍ଟ୍ରର ନାଗପୁର ଏହି ଚାହାବାଲାଙ୍କ ଚାହାର ସ୍ୱାଦ ତଥା ଚାହା ବନେଇବାର ଷ୍ଟାଇଲ ଅନ୍ୟମାନଙ୍କଠୁ ଅଲଗା। ଜଣେ ୟୁଟ୍ୟୁବ ବ୍ଲଗରଙ୍କ ଭିଡିଓଠୁ ଡଲି ଅଧିକ ଫେମସ ହେଲେ। ଦର୍ଶକ ବନ୍ଧୁ, ଡଲିଙ୍କ ପ୍ରକୃତ ନାମ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ତଥା ସେ ମଧ୍ୟ କେବେ ପ୍ରକାଶ କରିନାହାନ୍ତି। ଡଲି 10th ପରେ ହୁଏତ ପାଠ ପଢ଼ିନାହାନ୍ତି, ମାତ୍ର ତାଙ୍କ ଚାହା ବନେଇବାର ତରିକା କେବଳ ଭାରତୀୟ ସେଲିବ୍ରିଟିଙ୍କୁ ନୁହେଁ, ବରଂ ବିଶ୍ୱର ଜଣେ ବିଖ୍ୟାତ ଧନୀ ବିଲ୍ ଗେଟ୍ସଙ୍କୁ ଆକର୍ଷିତ କରିଥିଲା। କୁହାଯାଏ ଯେ ସଫଳତା କେବଳ ଗୋଟିଏ ଦିନରେ ମିଳେନି, ମାତ୍ର ଗୋଟିଏ ଦିନ ନିଶ୍ଚିତ ମିଳେ। ସେଥିପାଇଁ ବୋଧେ ଡଲିଙ୍କ ଚାହା ବନେଇବାର 16 ବର୍ଷର ଅଭିଜ୍ଞତା ତଥା ପରିଶ୍ରମର ଫଳ ବର୍ତ୍ତମାନ ପରିପ୍ରକାଶ ହେଉଛି। ରଙ୍ଗୀନ ଲମ୍ବା ଚୁଟି ତଥା ଆଖିରେ ବଡ଼ ଚଷମା ଡଲିଙ୍କୁ ଚିହ୍ନିବାର ଅଦ୍ଭୁତ ପରିଚୟ। ଡଲିଙ୍କୁ ସାଉଥ ମୁଭି ଦେଖିବା ତଥା ରଜନୀକାନ୍ତଙ୍କ ଫିଲ୍ମର ଆକ୍ସନ ତାଙ୍କ ଚାହା ବନେଇବାରେ ଥାଏ ବୋଲି ତାଙ୍କର ଏବଂ ତାଙ୍କ ଗ୍ରାହକମାନଙ୍କର ମନ୍ତବ୍ୟ। ଡଲିଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କ ବାପା ଏବଂ ଭାଇ ସେହି ଚାହା ଦୋକାନ କରିଥିଲେ, କିନ୍ତୁ ଚାହାରେ ସେତେ ପ୍ରଫିଟ୍ ହୋଇନଥିଲା। କିନ୍ତୁ ଡଲି ସେହି କାମକୁ ପୁଣି ଆପଣାଇଥିଲେ। ମାତ୍ର ଡଲିଙ୍କର ମଧ୍ୟ ପ୍ରଥମେ ବେପାର ସେତେ ଖାସ୍ ହୋଇନଥିଲା, କିନ୍ତୁ ତାଙ୍କ ପରିଶ୍ରମ ତଥା ଚାହା ବନେଇବାର ନିଆରା ତରିକା ତାଙ୍କୁ ବର୍ତ୍ତମାନର ଜଣେ ସେଲିବ୍ରିଟିରେ ପରିଣତ କରିଛି। ତାଙ୍କ ଦୋକାନ ସୋମବାରରୁ ଶନିବାର ସକାଳ 6ରୁ ରାତି 9 ପର୍ଯ୍ୟନ୍ତ ଖୋଲାଯାଏ, ମାତ୍ର ରବିବାର ତାଙ୍କ ଦୋକାନ ବନ୍ଦ ରହେ। ଯଦି ଡଲିଙ୍କ ରୋଜଗାର କଥା ଦେଖିବା, ତାହେଲେ ଡଲି ଏକ ନ୍ୟାସନାଲ ମିଡିଆକୁ ସାକ୍ଷାତକାର ଦେଇ କହିଥିଲେ ସେ ପ୍ରତ୍ୟେକ ଦିନ 350ରୁ 500 ପର୍ଯ୍ୟନ୍ତ ଚା କପ୍ ବିକନ୍ତି, ଆଉ ପ୍ରତ୍ୟେକ ଚା କପ୍ର ଦାମ 7 ଟଙ୍କା। ସେ ଅନୁସାରେ ତାଙ୍କର ପ୍ରତ୍ୟେକ ଦିନର ରୋଜଗାର 2,500ରୁ 3,500 ପର୍ଯ୍ୟନ୍ତ ହେବ, ଯାହା ମାସକୁ ପ୍ରାୟ 1 ଲକ୍ଷ ଟଙ୍କା। ତାଛଡ଼ା ଡଲିଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ଅଛି, ଯେଉଁଥିରେ ମଧ୍ୟ ଡଲି ଉଭୟ ଲଙ୍ଗ ଏବଂ ସର୍ଟ ଭିଡିଓ ଛାଡ଼ି ମାସକୁ ହଜାର ହଜାର ଟଙ୍କା କମାନ୍ତି। ତାଙ୍କୁ ଯେତେବେଳେ ତାଙ୍କ ଭବିଷ୍ୟତରେ କାହାଙ୍କୁ ଚା ପିଇବାର ଆଶା ଅଛି ପଚରାଗଲା, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା ପିଇବେ ବୋଲି କହିଲେ। ବାସ୍ତବରେ ଡଲିଙ୍କଠୁ ଏହା ଶିଖିବାକୁ ମିଳେ କି କୌଣସି ଧନ୍ଦା ଛୋଟ ହୋଇନଥାଏ, ଛୋଟ ହୋଇଥାଏ ତ ମଣିଷର ଚିନ୍ତାଧାରା, ଯାହାର ଜଣେ ସଫଳ ଉଦାହରଣ ଡଲି ଚାହାବାଲା। ଆମେ ଭିଡିଓରେ ପ୍ରତ୍ୟେକଟି ତଥ୍ୟ ଡଲିଙ୍କ ବିଭିନ୍ନ ସାକ୍ଷାତକାର ତଥା ବିଭିନ୍ନ ରିସର୍ଚ୍ଚ କରି ବତାଇଛୁ। ଯଦି ଭିଡିଓ ଭଲ ଲାଗିଛି, ଭିଡିଓକୁ ଲାଇକ୍ କରିବା ସହିତ ଆଗକୁ ଏମିତି ଫ୍ୟାକ୍ଟ ତଥା ଏଜୁକେଶନାଲ ଭିଡିଓ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ମୋ ଓଡ଼ିଶାକୁ ସବସ୍କ୍ରାଇବ କରିପାରନ୍ତି।